25-26 যাত্রা ওঙ্কারে পাউডর বড়িব ওঙ্কার ওঙ্কারে রইব ওড়িশারে না করিব ওইটিকে জয় জগন্নাথ। ମୁଁ ଭାବିଥିଲି ଯେ ସମସ୍ତ ମାଲିକ ମୋତେ ଯଦି ବ୍ୟାନ୍ କଲେ ମୁଁ ଆଉ ହୁଏତ ଯାତ୍ରା ପାଟର ରଙ୍ଗ ପାଉଡର ମାରିବି ନାହିଁ କି ମୋତେ ମରିବାକୁ ସୁଯୋଗ ଦେବେ ନାହିଁ। କେସ୍ ସମାଧାନ ହେଇଥିଲେ ହୁଏତ ମୋତେ କେହି ବ୍ୟାନ୍ ହଟିଥାନ୍ତା। ଏପର୍ଯ୍ୟନ୍ତ କେସ୍ ବାଟରେ 2 ମାସ ହେଇଗଲାଣି। ଆଉ ମାଲିକ ସଂଘକୁ ସମ୍ମାନ ଦେଇ ତେଣୁ ତାଙ୍କ ପାଖରେ ନ ରହି ସମସ୍ତ 22 ମାଲିକ ପାଖରେ ନ ରହି ଆଉ ଗଢ଼ି ଉଠିଥିବା ଓଙ୍କାରର ଭୁବନେଶ୍ୱରରେ ସେ ପାର୍ଟିতে ମୁଁ ସ୍ୱାଗତ କରୁଛି। ତେଣୁ ମୁଁ ସେ ଓଙ୍କାର ରହିବା ପାଇଁ 25-26 ମନୋନୀତ କରିଛି। ଆଜ୍ଞା ଦେଖାଯାଉ, କେହି ନ ଦେଖିଲେ ଭଗବାନ ଜଗନ୍ନାଥ ଦେଖୁଛି। କେଉଁଟା ସତ କେଉଁଟା ମିଛ ଜନସାଧାରଣ ସବୁ ଜାଣିସାରିଛନ୍ତି। ଆଉ ଲୁଚେଇବାକୁ କିଛି ପଡ଼ିବ ନାହିଁ। ସେମାନେ ଖାଲି ଅପେକ୍ଷା କରୁଛନ୍ତି କେଉଁଟା ସତ୍ୟ କେଉଁଟା ମିଛ, ଯେଉଁଟା ଯାହା ହେବ ସେମାନେ ଆଗେ ଆଟାକ୍ କରିବେ ଜନସାଧାରଣ। ଏଇଟା ଏମିତି ହେଇଥିଲା କାହିଁକିନା ନିଜେ ବାଇକ୍ ଦେଇଛନ୍ତି, କ'ଣ ହେଇଥିଲା କ'ଣ ନାହିଁ, କେତେ କ୍ୟାମେରା ଥିଲା, ତା ଭିତରେ କିଏ ଥିଲା, ସବୁଗୁଡ଼ାକ ଭିଜୁଆଲ୍ ନଷ୍ଟ କଲେ କେମିତି ହେବ। ହଁ ମୁଁ ଯାଇଥିଲି ନା ଟଙ୍କା ଫେରାଇବା ପାଇଁ। ସେମାନେ ଫୋନ୍ କରି ଡାକିଥିଲେ ମୋତେ ପଇସା ଫେରାଇ ଦେଇଯା। ମୁଁ ତ ଯାଇଥିଲି ପଇସା ଫେରାଇବା ପାଇଁ। ପଇସା ଫେରାଇବା ପାଇଁ ଯାଇଥିଲି, ମୁଁ ମାଡ଼ ଖାଇଛି। ଆଉ କେମିତି ସୁଯୋଗ ଆଇଲେ ନାଇଁ ନାଇଁ ସେମାନେ ଯୋଗାଯୋଗ ମୋ ସାଙ୍ଗରେ କରିନାହାନ୍ତି, ମୁଁ ତାଙ୍କ ସାଙ୍ଗରେ କରିନି। ବେନ୍ ତ ମୋ ଉପରେ ଅଛି, ଯୋଗାଯୋଗ କାହିଁ କରିବେ? ସେ ତ ବେନ୍ କରିଛନ୍ତି। ବାକି ସେ ଯେଉଁ କହୁଛନ୍ତି ତାଙ୍କୁ ପଇସା ଫେରାଇବାକୁ ଯାଇଥିଲି, ମୁଁ ମାଡ଼ ଖାଇକି ଆସିଛି। ତାପରେ ଆଉ ଯେତେବେଳେ ଫେରାଇବାକୁ ଯିବି କେମିତି ଯିବି, କେଉଁ ଜାଗାକୁ ଯିବି ଫେରାଇବାକୁ? ମୋତେ ମାରିଦେଇ ପାରନ୍ତି। ତେଣୁ କୌଣସି ଯେଉଁଦିନ ସମାଧାନ ହେଇଯିବ, ତାଙ୍କ ମାଲିକ ସଂଘ ଯଦି ଚାହିଁବ ସମାଧାନ କରିବା ପାଇଁ, ମୁଁ ସେଦିନ ସମାଧାନ କରି ତାଙ୍କ ଅର୍ଥ ମୁଁ ଦେଇଦେବି। ଆଜ୍ଞା ବେନ୍ ହେଇଯିବି ସେଇଠୁ। ସେଇଠି ସମାନ ଯଦି ସମସ୍ତେ ଏ ମାଲିକ ଯାଇକି ତାଙ୍କ ସଂଘ ସାରା ମିଶି ଯାଇକି ସବୁ ମୋତେ ସେଇଠୁ ବନ୍ଦ କରିଦେବେ। ସେଇଠୁ ବନ୍ଦ କରିଦେଲେ ମୁଁ ସେଇଠୁ ପଳେଇ ଆସିବି। ସେଇଠୁ ମୋର କିଛି କହିବାର ନାହିଁ, କାରଣ ସଂସ୍ଥା ତାଙ୍କର ଆମେ କାମ କରୁଛୁ ତାଙ୍କ ପାଖରେ। ସେମାନେ ଆଜି ରଖିଛନ୍ତି, କାଲି ବେନ୍ କରିଦେବେ। ଯେମିତି ଆମର ଭଦ୍ରକର ଗଢ଼ି ଉଠିଥିବା ପାର୍ଟି ରାଜନନ୍ଦିନୀ କହିଲା ନରିପଣ୍ଡା ମୁଁ ରଖିବି। ତାପରେ ତାଙ୍କ ସଂଘ ଆସିଲା ପରେ କହିଲେ ନାଇଁ ନରିପଣ୍ଡା ରଖିବେନି। ଅନୁଷ୍ଠାନ ତାଙ୍କର, ସେ କାହାକୁ ରଖିବେ କାହାକୁ ନ ରଖିବେ ଦେଖନ୍ତୁ ପ୍ରତି ମୁହୂର୍ତ୍ତରେ ମୋ ଭୟରେ ଅଛି। କାରଣ ସେମାନେ ମୋତେ ଧମକ ଦେଇଛନ୍ତି। ମୋ ଜୀବନ ପ୍ରତି ବିପଦ ଅଛି ବୋଲି ମୁଁ ଥାନାରେ ଲେଖିକି ଦେଇଛି। ମୋ ପ୍ରତି କିଛି ବି ହେଇଯାଉ, ମୋର ଯଦି କିଛି କ୍ଷତି ହେଇଯାଏ, ମୋର ତ କିଛି ଶତ୍ରୁ ନାହାନ୍ତି। ଯିଏ ଶତ୍ରୁ ଅଛି ମୁଁ ଆପଣମାନଙ୍କୁ ଜଣାଇ ସାରିଛି। ସମ୍ପୂର୍ଣ୍ଣ ଦାୟୀ ରହିବେ ସେଇ। ତାପରେ ଆଉ ଯେତେ ଚାପିଲେ ବି କେସ୍ ଚାପିବନି, ତମେ ଜନସାଧାରଣକୁ ଅଟକାଇ ପାରିବେନି। ତାତିଯିବେ, ଅଲ୍ ଓଡ଼ିଶା ତାତିଯିବେ। କାହିଁକିନା ସେ ଅଲ୍ ଓଡ଼ିଶା ଜାଣିଛି ନରିପଣ୍ଡା କ'ଣ, ଆଉ ସମସ୍ତେ ଜାଣୁଛନ୍ତି ମୁଁ କ'ଣ ଆଉ ତମେ କ'ଣ। ଏ ପ୍ରମାଣ ଖାଲି ଗୋଟେ ଠାକୁର ତମକୁ ଦେଉଛନ୍ତି, ଖାଲି ତମେ ଦେଖ କ'ଣ ହେଉଛି। କେମିତି କହିବି ମୁଁ? କାହିଁ ଅନ୍ୟ କେଉଁ ପାର୍ଟି କହୁନାହିଁ, ଅନ୍ୟ ମାଲିକ କହୁନାହିଁ। ଅନ୍ୟ ମାଲିକ ସାର୍ କିଛି ଶତ୍ରୁତା ନାହିଁ। ଦେଖନ୍ତୁ ସେଟା ତ ମୁଁ କହିପାରିବି ନାହିଁ। ଆପଣମାନେ ସମସ୍ତେ ଜାଣିପାରୁଥିବେ କେଉଁଟା କ'ଣ ନାହିଁ, କ'ଣ ହେଉଛି କ'ଣ ନାହିଁ। ଆପଣ ଭାବୁଛନ୍ତି କିଛି ପଲିଟିକାଲ ସପୋର୍ଟ ରହୁଛି କି ତାଙ୍କ ପଛପଟେ? ଦେଖନ୍ତୁ ଆମେ କଳାକାର ସମସ୍ତଙ୍କର, ଆମେ କଳାକାର ସମସ୍ତଙ୍କୁ ଖୁସି ଦେବା ପାଇଁ ଆଇଛୁ। କୌଣସି କଂଗ୍ରେସ ନୁହେଁ, କୌଣସି ବିଜେଡ଼ି ନୁହେଁ, କୌଣସି ବିଜେପି ନୁହେଁ, କମ୍ୟୁନିଷ୍ଟ ନୁହେଁ। ଆମେ ସମସ୍ତଙ୍କର ପ୍ରିୟ ପାତ୍ର। ତେଣୁକରି ଆମେ ନିର୍ଦ୍ଦିଷ୍ଟ ପାର୍ଟିର ନୁହେଁ, ଆମେ ସମସ୍ତଙ୍କୁ ଭଲ ପାଉ। କାହା ବ୍ୟକ୍ତିତ୍ୱ ଆମେ ଖରାପ ନୁହେଁ। କେଉଁ ରାଜନୀତି ପ୍ରେସର ପଡ଼ିଛି କେଉଁଠି ପଡ଼ିନାହିଁ, ସେଇଟା ଆମ କହିବାଟା ଆଜ୍ଞା ଠିକ୍ ନୁହେଁ। ନିଶ୍ଚିତ ଏବେ ବୁଲୁଛି, ଆଗକୁ ବୁଲିବି, କିଛି ଦରକାର ନାହିଁ। ମୋର ଯେଉଁଦିନ କ୍ଷତି ହେଇଯିବ ଦର୍ଶକ ସମ୍ଭାଳି ପାରିବେନି ଆପଣ। ସେତେବେଳେ ଯାତ୍ରା ଜଗତର ବର୍ତ୍ତମାନ ଯେଉଁ ପରିସ୍ଥିତି, ପ୍ରଯୋଜକ ମହୋଦୟ, ପରିଚାଳନା ମହୋଦୟ, କଳାକାର ସମନ୍ୱୟ, ସମସ୍ତଙ୍କର ଭାଇଚାରା ରହିଲେ ଅନୁଷ୍ଠାନଟି ବହୁତ ବଡ଼ ହେବ। ଆଉ ଯେପର୍ଯ୍ୟନ୍ତ ଯିଏ ଯେତିକି ବଜେଇ ରଖିଛି ସେ ମାଲିକ ସେ ପର୍ଯ୍ୟନ୍ତ ଲାଷ୍ଟିଂ କରୁଛି। ଯିଏ ଯେଉଁଟା ନାଇଁ ମୋ ଆଗରୁ ଆହୁରି ବିବାଦ ଅଛି। ଏତେ ହେଇନି, କିଏ ମୁହଁ ଖୋଲୁନଥିଲେ ଆଜ୍ଞା, କିଏ ମୁହଁ ଖୋଲୁନଥିଲେ। ମୁଁ କାହିଁ ମୁହଁ ଖୋଲିବିନି? ମୁଁ ସତ କଥା କହିବାକୁ ଯେଉଁଟା ପ୍ରଥମରୁ କହୁଛି ଏବେ ବି ସେ କହୁଛି, ସତ୍ୟ ସତ୍ୟ। ଆଜ୍ଞା ମୁଁ କାହାକୁ ଦାନା ଦେଇପାରିବିନି, କାହା ଦାନା ମାରିପାରିବିନି। ସେ ଯେଉଁଟା କରୁଛନ୍ତି ସେ ଅନୁଭବ କରୁଥିବେ ମୁଁ ଠିକ୍ କରିଛି କି ଭୁଲ କରିଛି। ମୁଁ ସବୁଦିନ ଠାକୁରଙ୍କୁ ଡାକୁଛି, ଜଗନ୍ନାଥଙ୍କୁ ଡାକୁଛି, ମୋ ହାତ ଡାକିଛି ତାପରେ ସବୁ ଆଶୀର୍ବାଦ ଦିଅନ୍ତି। କିନ୍ତୁ ସେ ନିଜେ ଚିନ୍ତା କରୁଥିବେ କ'ଣଟା ହେଉଛି କ'ଣଟା ହେଉନି। ମୁଁ କିଛି କାହାକୁ କିଛି